ଆମର ଏକ ଐତିହାସିକ ମା ସାହାଜୀ ଯୁବକ ସଂଘ ତରଫରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି ଏହି କପିଲାଭଟା ଗ୍ରାମରେ। ଆର୍ ଏହି ଅବସରରେ ଆମେ ଦୀର୍ଘ 25 ବର୍ଷରୁ ଯେଉଁମାନେ କର୍ମକର୍ତ୍ତାମାନେ ଥିଲେ ବିଶିଷ୍ଟ ବ୍ୟକ୍ତିମାନେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଆମେ ସମ୍ମାନିତ କରୁଛୁ। ତା ସହିତ ଗ୍ରାମର ଯେଉଁ ଉନ୍ନୟନମୂଳକ କାର୍ଯ୍ୟରେ ଯେଉଁମାନେ ପଦକ୍ଷେପ ନେଇଥିଲେ ସେମାନଙ୍କୁ ମଧ୍ୟ ଆମେ ସମ୍ମାନିତ କରିଛୁ। ତା ସହିତ ଏହି କାର୍ଯ୍ୟକ୍ରମରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆସିଛି ଯାହା ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଆମର ଛଉ ନୃତ୍ୟ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରୁ ଆସିଛନ୍ତି। ସେମାନେ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଛନ୍ତି। ଆଉ ଆମର ଏହି ଲୋକାଲିଟିରେ ମଧ୍ୟ ସୁନ୍ଦର ସୁନ୍ଦର ପ୍ରତିଭାବାନ ଯେଉଁମାନଙ୍କର ଅଛି ଗୀତ ଗାଉଛନ୍ତି ନୃତ୍ୟ କରୁଛନ୍ତି ଗ୍ରୁପ୍ ଡ୍ୟାନ୍ସ କରୁଛନ୍ତି ସେମାନଙ୍କୁ ମଧ୍ୟ ଆମେ ସମ୍ମାନିତ କରିଛୁ। ଏଇଟା ହେଉଛି ଗୋଟେ ପ୍ରେରଣା ମିଳୁଛି ଗାଁକୁ। ଆଗାମୀ ଦିନରେ ଆମେ ଯୁବପିଢ଼ିମାନଙ୍କୁ ଏହି ରୌପ୍ୟ ଜୟନ୍ତୀ ମାଧ୍ୟମରେ ସମାଜର କଲ୍ୟାଣ ନିମନ୍ତେ ଆମେ ନିହାତି ଆଜି ଏକ ସଫଳ ହୋଇଛୁ ବୋଲିକରି ଆମେ ଭାବୁଛୁ। ଆଉ ବିଶେଷ କରି ଗ୍ରାମର ସମସ୍ତଙ୍କୁ ମଧ୍ୟ ଆମେ ଅଶେଷ ମୁଁ ଧନ୍ୟବାଦ ଦେଉଛୁ। ସମସ୍ତେ ସହଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ ଆକାରରେ ସମାପ୍ତ କରିଥିଲେ। ଧନ୍ୟବାଦ।